ସକାଳୁ ସକାଳୁ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଚିକା ସହାୟକ ରୂପେ କାମ କରୁଥିବା ପାର୍ବତୀ ଗୌଡ଼ ଏବଂ ଝୁନୁ ଗୌଡ଼ ସାଙ୍ଗ ହୋଇ ଏକ ଅଟୋରେ ବାହାରିଲେ ଭୁବନେଶ୍ୱର। କାମ ଥିଲା ଭୁବନେଶ୍ୱରରେ ଆୟୋଜିତ ରାଲିରେ ଯୋଗ ଦେବେ। ଅଟୋ ଯାଇ ପହଞ୍ଚିଥିଲା ଗାଁ ନିକଟରୁ 10 କିଲୋମିଟର ଦୂର ସୋରଳ ରେଳ ଷ୍ଟେସନରେ। ଟ୍ରେନ୍ ଆସିଲା, କିନ୍ତୁ ଟ୍ରେନ୍ରେ ଚଢ଼ିବା ପୂର୍ବରୁ ଖସିଗଲା ଗୋଡ଼। ଆଉ ସେତିକି ବେଳେ ଟ୍ରେନ୍ ବି ଛାଡ଼ିଦେଲା। ଆଉ ଦେଖୁ ଦେଖୁ ତାଙ୍କ ସହ ଏମିତି କିଛି ଘଟିଯାଇଥିଲା ଯାହା ସମସ୍ତଙ୍କ ଆଖିର ନିଦ ହଜେଇ ଦେଇଥିଲା। ହ୍ୟାଲୋ, ହାଏ, ନମସ୍କାର। ଆଉ ଏକ ନୂଆ କାହାଣୀ ସହ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ସତରେ ଏ ଜୀବନର ଅଙ୍କ କେତେବେଳେ ଯେ ଶେଷ ହୋଇଯିବ ସେ କଥା କିଏ ଜାଣେ। ମୃତ୍ୟୁ କେତେବେଳେ ଯେ କାହାକୁ ସାଙ୍ଗରେ ନେଇଯିବ ଏକଥା କେହି କେବେ ଚିନ୍ତା ବି କରିନଥାନ୍ତି। ଆଜି ନିଜ ମାଆକୁ ହରାଇ କାନ୍ଦୁଛି ପୁଅ, ପରିବାର ପରିଜନଙ୍କ ବିକଳ ରଡ଼ିରେ କମ୍ପୁଛି ସାରା ପରିବେଶ। ରାମ ନାମ ଶବ୍ଦ ଶୁଣି ହୃଦୟର ଯେମିତି କୋହ ଭରି ଉଠୁଛି। ସଭିଏଁ ମ୍ରିୟମାଣ, ସମସ୍ତଙ୍କ ଆଖିରେ ଲୁହ। ଭାବି ପାରୁନାହାନ୍ତି କେମିତି ସମ୍ଭାଳିବେ ନିଜକୁ। ଏମିତି ବର୍ଷ ଶେଷରେ ଦୈବ ଯେ ଏତେ ଦୁଃଖ ଦେବ କିଏ କେବେ କଳ୍ପନାରେ ବି ସୁଦ୍ଧା ଭାବିନଥିଲେ। ମୃତ୍ୟୁ ଏମିତି ବି ଆସେ ତାହା କେହି କେବେ ଜାଣିନଥାନ୍ତି। ସକାଳୁ ସକାଳୁ ଯାଉଥିଲେ ଭୁବନେଶ୍ୱର, ହେଲେ ଷ୍ଟେସନ ନିକଟରେ ଟ୍ରେନ୍ରୁ ଖସି ପଡ଼ିଲେ। ଆଉ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଦୁଇ ଜଣ ମହିଳା। ସତରେ ମୃତ୍ୟୁ ଏତେ ନିକଟ ଯେ ସେ କଥାକୁ ବିଶ୍ୱାସ କରିପାରୁନାହାନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗାଁର ଲୋକେ। ରାଲିରେ ଯୋଗ ଦେବାକୁ ଭୁବନେଶ୍ୱର ବାହାରୁଥିଲେ, ହେଲେ ଅଧା ବାଟରୁ ଚାଲିଗଲା ଜୀବନ। ବ୍ରହ୍ମପୁର ଚିକିଟି ବ୍ଲକ ସୋରଳ ରେଳ ଷ୍ଟେସନରେ ଘଟିଥିବା ଏ ଅଘଟଣରେ ସମସ୍ତଙ୍କୁ ଦୁଃଖ ଦେଇଯାଇଛି। ଟ୍ରେନ୍ରୁ ଖସି ଏମିତି ଦୁଇ ମହିଳାଙ୍କ ମୃତ୍ୟୁ ଘଟିବ କେହି କଳ୍ପନାରେ ସୁଦ୍ଧା ଭାବି ପାରୁନାହାନ୍ତି। ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ସବୁଦିନ ପାଖ ଏକ ସରକାରୀ ସ୍କୁଲରେ ନିଜ ହାତରେ ରୋଷେଇ କରି ପରଷି ଦିଅନ୍ତି ପିଲାମାନଙ୍କୁ। ନିଜ କାମକୁ ଉଭୟ ଖୁବ୍ ଭଲ ପାଉଥିଲେ, ହେଲେ କିଏ ଜାଣିଥିଲା ଏମିତି ସମସ୍ତଙ୍କୁ ଅଧା ବାଟରେ ଛାଡ଼ି ଚାଲିଯିବେ ବୋଲି। ତେବେ ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ ପରିବାର, ଗ୍ରାମବାସୀ ଏବଂ ଆର୍ପିଏଫ୍ଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ପରେ ଗାଁରେ ପହଞ୍ଚିଥିଲା ମୃତ ଶରୀର। ମୃତ ଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଏହାପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପାର୍ବତୀଙ୍କ ପୁଅ କହିଛନ୍ତି ତାଙ୍କର ଏକ କମ୍ପାନୀରେ କାମ କଲାବେଳେ ଅଣ୍ଟା ଭାଙ୍ଗି ଯାଇଥିଲା। ଏବେ ମା ଚାଲିଗଲା ପରେ କିପରି ଚଳିବେ? ମା ହିଁ ଥିଲେ ତାଙ୍କର ସାହା ଭରସା। ପରିବାର ଏବଂ ଗ୍ରାମବାସୀ ସମସ୍ତଙ୍କ ଆଖିରେ ଆଖି ଆସୁ। ସମସ୍ତେ କହୁଛନ୍ତି ହାତ ଧରାଧରି ହୋଇ ଚାଲୁଥିଲେ, ହାତ ଧରାଧରି ହୋଇ ଚାଲିଗଲେ। ସତରେ କଥାରେ ଅଛି ମଣିଷ ଜୀବନ ପାଣି ଫଟକା। ନିମିଷକରେ କାହାର କ'ଣ ହେବ ସେ କଥା କହିବା ଅସମ୍ଭବ। ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଆମ ଆଖପାଖରେ ଘଟୁଛି। ରେଳ ଦୁର୍ଘଟଣା କଥା ହେଉ କି ସଡ଼କ ଦୁର୍ଘଟଣା କଥା ହେଉ, ସବୁବେଳେ ନିଜ ଜୀବନର ସୁରକ୍ଷା ନିଜେ ନେବା ଉଚିତ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମ୍ କରିବା ପାଇଁ ଆମେ ଅନେକ ବାର୍ତ୍ତା ମାଧ୍ୟମରେ ସଚେତନତା ମଧ୍ୟ କରାଯାଉଛି, ହେଲେ କେଉଁଠି ନା କେଉଁଠି ଏହାକୁ ବେଖାତିର କରିବାରେ ଲାଗିଛନ୍ତି ଆମ ଲୋକମାନେ, ଯାହାଫଳରେ ସାମାନ୍ୟ ଅସାବଧାନତା ପାଇଁ ଚାଲିଯାଉଛି ଏମିତି ଅନେକ ଜୀବନ। ସତରେ ଏମିତି ଏକ ଦୁଃଖଦ ଘଟଣା ପାଇଁ ଆମେ କାହାକୁ ଦାୟୀ କରିବା? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।